ମଉସା କଣ ଶାଗ କାଟିକି ନଉଛନ୍ତି କଣ କରିବେ କି? ଶାଗ ନୁହେଁ, ଏଟା ହଉଛି ପୋଇ ଶାଗ। ପୋଇ ଶାଗ ଆଜି ତରକାରୀ ହବ ଆଶ୍ରମର ଦହି କାଞ୍ଜି ଆଉ ପୋଇ ଶାଗ ବୋଇତାଳୁ ଜହ୍ନି ପକେଇକି ଗୋଟେ ମସ୍ତ ଘାଣ୍ଟ ହବ। ଆଉ ପ୍ରତ୍ୟେକ ଦିନ ସକାଳୁ ଉଠିଲା ପରେ ତ ମୋର ଚିନ୍ତା ହେଉଛି ମଉସା ମାଉସୀ କେମିତି ଭାବରେ ଖଣ୍ଡେ ଭଲରେ ଖାଇବେ। ତେଣୁ ଆଜି ସେ ଦହି କାଞ୍ଜି ଆଉ ବୋଇତାଳୁ ତରକାରୀ ହବ, ଆଉ ପୋଇ ଶାଗ ଘାଣ୍ଟ ଟିକେ ହବ, ସେଥିପାଇଁ ବଢି ଚୁରା ଟିକେ ହବ। ତେଣୁ ଇଏ ପୋଇ ଶାଗ ଏରକମ ଦିଟା ବଡ଼ ବଡ଼ ପୋଇ ଶାଗ ହେଇଗଲାଣି। ନିଜେ ଲଗେଇଛନ୍ତି ନା ଲୋକ ଲଗେଇছে ମାଉସୀ ଆଙ୍କେ ଲଗେଇଛନ୍ତି? ନା, ମାଉସୀ ଫାଉସୀ କିଛି କରିପାରନ୍ତିନି, କାରଣ ତାଙ୍କର ତ ଦେହ, କାହାର ହାତ ଅଛି, କାହାର ଗୋଡ଼ ନାହିଁ, କାହାର ଆଖି ନାହିଁ, ସେ କ'ଣ ଲଗେଇବେ। ତେଣୁ ନିଜେ ଲଗାଏ, ଆଉ ଟିକେ ବଡ଼ ବଡ଼ କାମ ହେଲେ ଲୋକ ଦି ଜଣ ଡାକିକି ଲଗାଏ। ଲୋକ ତ ମଜୁରୀ ନଉଥିବେ? ମଜୁରୀ ତ ନିଶ୍ଚିତ ଭାବରେ ନେବେ। ବିନା ପଇସା ଲମ୍ବା ଫୁଇ ହେଇଗଲାଣି, ତାକୁ କାଟି ନେବି ଆଜି ଚାରିଟା ନେଲେ ସେମାନେ ଯେତେ ଭଲ ଖାଇବେ, ଭଲ ଖାଇକି ସୁସ୍ଥ ରହିଲେ ମତେ ଟିକେ ସୁବିଧା। ଏଇ ପହରଦିନ ଜଣଙ୍କର ମୁହଁ ବେଣ୍ଡ ହେଇଯାଇଛି, ଆଉ ତେଣୁ ତାକୁ 4-5 ହଜାର ଟଙ୍କାର ମେଡିସିନ ଯଦିଓ ଗଲାଣି, ତେଣୁ ସୁଧାର ହେଇପାରୁନି। କାରଣ ବୟସ ମାତ୍ରାଧିକ ହେଲା ପରେ 94 ବୟସ ହେଲା ପରେ ତାକୁ ଆମେ କ'ଣ ଔଷଧ ଦେଇକି ସୁଧାରିବା। ତେଣୁ ତାକୁ ଖାଇବା ପିଇବା ଯତ୍ନ ନେଇକି ରଖିବା, ତାପରେ ଏମିତି ଯାହା ହବ। ଆଉ ମୋର ତ ସକାଳେ ଉଠିକି କିଏ ସେ ଫୁଲ ତୋଳୁଛି, ଆଉ କାଠ ପଥରକୁ ପୂଜା କରିବା ପାଇଁ, ଆଉ କିଏ ସେ ଗାଧୁଆ ପାଧୁଆ ସାରିକି ମାଳା ତିଳକ ଜଟା ବକଳ ନାଇକି ସେ ତାର ଭାରି ହେଉଛି ଠାକୁର ମନ୍ଦିରକି। ହେଲେ ମୋର ଏଇ ଯୋଉ ବୃଦ୍ଧ ବୃଦ୍ଧା ଅଛନ୍ତି, ସେଇ ମନ୍ଦିରକୁ ମୋର ଆସିବା ଯୋଗ ସରିଲା ପରେ ସେଇ ମନ୍ଦିରରେ କେମିତି ଆସିକି ପହଞ୍ଚିବି, ଆଉ ସେମାନେ କ'ଣ ଦିନଚର୍ଯ୍ୟାରେ ସେମାନେ କ'ଣ ଖାଇବେ, ଆଉ କେମିତି ହସ ଖୁସିରେ ଟିକେ ରହିବେ, ସେଥିପାଇଁ ମତେ ବହୁତ ଚିନ୍ତା କରତେ ପଡେ। ତେଣୁ ମୁଁ ତ ଆଉ ଅନ୍ୟମାନଙ୍କ ଭଳିଆ କୋଉଠି ମନ୍ଦିର ମସଜିଦ ଯିବା କି ଭଲ ମନ୍ଦ କରିବା, ଏଟା ମୋ ଦ୍ୱାରା ହେଇପାରେନି। କାରଣ ମୁଁ ଜାଣିଛି ମାନବର ସେବା, ଗୋ ସେବା, ଜୀବର ସେବା ହିଁ ଶିବର ସେବା। ଜୀବ ସେବା ଯିଏ କରେ ସେ ଶିବର ସେବା କରେ। ଏମିତି ପଥର ଉପରେ ପାଣି ଯୋଉ କାଉଁରିଆ ଭାର ଢାଳୁଛନ୍ତି ନେଇକି ପଥର ଉପରେ, ଲାଭ କ'ଣ ହଉଛି? ଏତିକ ବୁଝିପାରୁନାହାନ୍ତି ସାରା ସଂସାରର ଯେ ସ୍ରଷ୍ଟା ଯଦି ସେ ଶିବ ହୁଅନ୍ତି ବା ମହାଦେବ ହୁଅନ୍ତି, ତାହେଲେ ସେ ଶିବ ତ ସାରା ସୃଷ୍ଟିର ସକଳର ଆଧାର, ଜଳର ଭଣ୍ଡାର ସେ। ତେଣୁ ତାଙ୍କ ମୁଣ୍ଡରେ କି କ'ଣ ଗୋଟେ ଆଳୁଆଙ୍କ ଭଳିଆ ଛୁଆଙ୍କ ଭଳିଆ ପାଣି ଢାଳିବ? ଏସବୁ କଥା ଶୁଣିକି ମତେ ଭାରି ହସ ବି ଲାଗୁଛି, ଯେ ହସ ବି ଲାଗୁଛି, ଦୁଃଖ ବି ଲାଗୁଛି। ଏସବୁ କାମ ଯୋଉମାନେ କାଠ ପଥର ଉପରେ ପାଣି ଢାଳିବା, ତାଙ୍କୁ ଭରସା କରିବା, ତାଙ୍କୁ ପ୍ରଭୁ ପ୍ରଭୁ କହିକି ଚିତ୍କାର କରିବା, ଏଗୁଡାକ ବଡ଼ ଦୁଃଖଦାୟକ। ସମାଜ ବୁଝିପାରିଲାନି, ପାଠର ଶେଷରେ ପହଞ୍ଚିଲାଣି, ପାଠର ସ୍ୱର୍ଗରେ ଯାଇକି ଚନ୍ଦ୍ର ପାର ହେଇକି ପୁଣି ସୂର୍ଯ୍ୟରେ ପହଞ୍ଚିଲାଣି, ତଥାପି ଅଜ୍ଞାନତା ସେମାନଙ୍କ ପାଖରୁ ଦୂରେଇ ପାରିଲା ନାହିଁ। ହେ ଆତ୍ମଦେବ, ମୁଁ ଏତିକି କାମନା କରୁଛି, ହେ ଆତ୍ମଦେବ, ସାରା ସୃଷ୍ଟିର ସଂସାର ଲୋକମାନଙ୍କ ଭିତରେ, ମଣିଷ ମାନଙ୍କ ଭିତରେ ଭଲ ସଦ୍ବୁଦ୍ଧି ମିଳୁ, ଯେ ମଣିଷକୁ ମଣିଷ ପ୍ରେମ କରୁ, ପିତାମାତାଙ୍କୁ ଭଲ ପାଉ, ଗୋ ସେବାରେ ଜୀବନ ବିତାଉ, ଜୀବକୁ ଜୀବ ଭଲ ପାଉ। ଏତିକି ମୋର ଆତ୍ମଦେବ ପାଖରେ ମୋର ନିବେଦନ। ସମସ୍ତଙ୍କ ଭିତରେ ଥିବା ଆତ୍ମା ତାଙ୍କୁ ସଦ୍ଗତି ହେଉ, ସମସ୍ତେ ପୁରା ଆତ୍ମଜ୍ଞାନୀ ହୁଅନ୍ତୁ। ଜୟ ଜୀ।